ଯିଏ ଆମକୁ ସତରେ ଭଲ ପାଉଥାଏ ନା, ତାକୁ ବେଶୀ ସମୟ ମନେଇବାକୁ ପଡ଼ିନଥାଏ। ତାକୁ ସବୁକିଛି ଫିଲ୍ ହୋଇଥାଏ, ସବୁବେଳେ କହିବାକୁ ପଡ଼ିନଥାଏ। ଆଉ ଯିଏ ତୁମଠୁ ଦୂରକୁ ଯିବାକୁ ଚାହିଁଥାଏ, ତୁମକୁ ଟାଇମ୍ ଦେଇନଥାଏ, ତୁମ ସହ କଥା ହୋଇନଥାଏ, ତ ଏମିତିରେ ତୁମ ପାଇଁ ଭଲ ହେବ ତୁମେ ତାକୁ ଏକୁଟିଆ ଛାଡ଼ିଦିଅ। କିଛି ସମୟ ତା ସହିତ ବି ବିଲକୁଲ ସେମିତି ଟ୍ରିଟ୍ କର ଯେମିତି ସେ ତୁମ ସାଥିରେ କରୁଛି। ତାପରେ ବି ସେ ଯଦି ଯିବାକୁ ଚାହୁଁଛି ତ ତାକୁ ଯିବାକୁ ଦିଅ। ହୃଦୟ ଭାଙ୍ଗିବା କେତେ ସହଜ ହୋଇଗଲାଣି ନା। ତା ଯିବା ପରେ ବି ଛୋଟ ଛୋଟ କଥାରେ ବି ହୃଦୟକୁ କଷ୍ଟ ହୋଇଥାଏ। ପ୍ରାୟତଃ ଆମେ ଜାଣିପାରିନଥାନ୍ତି ସତରେ କାହା ପାଖରେ ଆମର ଜରୁରତ ଅଛି ଆଉ କାହା ପାଖରେ ନାହିଁ। ଆଉ ସେଥିପାଇଁ ଆମେ ବାରମ୍ବାର ଫେରି ଆସିବାକୁ ତାକୁ ରିକ୍ୱେଷ୍ଟ କରିଥାନ୍ତି, ଭାବିଥାନ୍ତି ସବୁକିଛି ଠିକ୍ ହୋଇଯିବ। କିନ୍ତୁ ଥରେ ଭାବ, ଗୋଟିଏ ଦିନ ରିକ୍ୱେଷ୍ଟ କଲା ପରେ ସେ ତୁମ ପାଖକୁ ଫେରି ଆସିଲା। ତାପରେ ତୁମେ କ'ଣ କରିବ ଯଦି ପୁଣି ଦୂରେଇ ଗଲା? କ'ଣ ଜୀବନ ସାରା ରିକ୍ୱେଷ୍ଟ କରୁଥିବ? ତାଠାରୁ ଭଲ ତାକୁ ଯିବାକୁ ଦିଅ। ଆଉ ନିଜେ ବି ତୁମ ଲାଇଫରେ ଆଗକୁ ବଢ଼ିଚାଲ। ଧୀରେ ଧୀରେ ଦେଖିବ ତୁମ ଲାଇଫ୍ ବି ସୁନ୍ଦର ହୋଇଯିବ।